ମୋ ନା ସାର୍ ଭୂଗୋଳ ଦେଉରୀ ମଝିପଡ଼ା। ସାର୍ ଆମ ଗାଁଟା ବର୍ତ୍ତମାନ ରାଜନୀତି ସ୍ଥଳକୁ ଇଏ କରିଦେଉଛନ୍ତି। ମାନେ ଆମେ ଆଦିବାସୀ ଲୋକ ଭଲ ମନ୍ଦ ଆମର କିଛି ପରିଚୟ କିଛି ରହିବ କି ନାହିଁ, ସେଇ ଜିନିଷ ବର୍ତ୍ତମାନ ନାହିଁ। ତ ଆମ ଜାଗାକୁ ଟୁନାବଳ ରାତି ବୋଲଡୋଜର ପୁରଉଛି। ଟୁନାବଳ ସିଏ ଆମ ଗାଁର ସେ ଗୋଟେ ରାଜନୀତି କରୁଛି। ତା ନାଁ କିନ୍ତୁ ଟୁନା, ତା ଡାକ ନାଁ ଅଲଗା ନାଁ କଣ ଥିବ ଆମେ କହିପାରିବୁନି। ଆମ ଗାଁର ଲୋକ ତାକୁ ଜାଣିଛନ୍ତି ସିଏ ହେଲା ଟୁନା। ଏହା ହେଲା କଥା। ସିଏ ବିଜେପି ଦଳର କି କୋଉ ଦଳର ସେଟା ଆମେ କହିପାରିବୁନୁ। ସିଏ ତାର ମିଶିକି କାହାକୁ କିଛି କହିବା ଦରକାର ନାହିଁ। କଲେକ୍ଟର ଅର୍ଡର ଅଛି, କଲେକ୍ଟର ଅର୍ଡର ଯଦି ଆସିଥିଲା ଆମ ଘରଟା ଭାଙ୍ଗିଦେଲ, କଲେକ୍ଟର ଅର୍ଡର ଆଇଥିଲା ଆମକୁ ନୋଟିସ ତ ଦେଇଥାନ୍ତ ନା ନାଇଁ, ମାସକ ଆଗରୁ କି 15 ଦିନ ଆଗରୁ। ସେ ଜିନିଷ ବି ଆମକୁ ଦେଲନି, କିଛି କଲନି। ଆମେ ରାତିରେ ଶୋଇଛୁ, ପିଲା ଛୁଆ କିଏ ସବୁ ଦାଦନ ଖଟିବାକୁ ଯାଇଥିଲେ। ସାର୍ ଏବେ ତ ଗୋଟେ ବାଟରେ ଦେଖେଇଲେ ଆମର ସବୁ ଟିକେଟ, ପାସପୋର୍ଟ ଟିକେଟ ସବୁ ଦେଖେଇଲୁ, ଟ୍ରେନର ଟିକେଟ। ଆମେ ଆଜି ରାତିରେ ଆସି ଭୋରୁ ଆସି ପହଞ୍ଚିଲୁ, ଆପଣଙ୍କୁ ଦେଖେଇଲୁ ସବୁ ପ୍ରମାଣ। ମାନେ ଘରେ କେହି ନଥିବା ଅବସ୍ଥାରେ ରାତି ବିଧବା ମା ଉପରେ ବୋଲଡୋଜର ଚଢଉଛନ୍ତି। ଆଉ କଣ କହିବୁ ସାର୍ ଏଇଭଳିଆ ଅବସ୍ଥାରେ? ସେଇ ଜିନିଷଟା ତମେ ଯଦି ଉଠେଇବାର ଥିଲା କି ଆମ ମାନଙ୍କୁ ଏଇ ଜାଗାରେ ତମେ ମାନେ ଏଇ ଜାଗାରେ ରୁହ, ଏଇ ଜାଗାଟା ଛାଡିଦିଅ। ଆମର ଯୋଉ ବୁଦ୍ଧ ଆସିବେ, ଟୁରିଷ୍ଟ ମାନେ ବୁଦ୍ଧ ତ ଆସିବେ, ସେମାନେ ରହିବେ, ତମେ ଏଇ ଜାଗାରୁ ସେଇ ଜାଗାକୁ ପଳେଇ ଯାଅ କହିଥିଲେ ଆମେ ଶାନ୍ତିରେ ପଳେଇଥାନ୍ତୁ। ଆମକୁ କିଛି ନ ଜଣେଇକି ରାତି ବୋଲଡୋଜର ପୁରେଇବାର ମାନେ କଣ? ଗୁଣ୍ଡାଗିରି। ଆଉ କିଛି ଜଣେଇ ସାର୍, ଆମକୁ କେହି କିଛି ଜଣେଇ ନାହିଁ। ଟୋଟାଲ ସବୁ ତାଙ୍କ ସପକ୍ଷରେ, ଆମ ସପକ୍ଷରେ ବର୍ତ୍ତମାନ କିଛି ନାହିଁ। ଆମେ ଯିବୁ ଆଉ କୋଉଠିକି? ଆପଣଙ୍କୁ ସେଇଥିପାଇଁ ଆପଣଙ୍କ ଆଗରେ ସାମ୍ନାରେ ଆସିକି କହିଲୁ, ଲୋକ ଜାଣନ୍ତୁ। ହଁ, ସିଏ ତାଙ୍କର ସବୁ ଗୁଣ୍ଡାଗିରି ସବୁ ଇଏ ସବୁ ସାର୍ ଗୁଣ୍ଡାଗିରି ଅଛନ୍ତି। ସେ ସବୁ ବିଜେପିର ଯୋଉମାନେ ଅଛନ୍ତି ବର୍ତ୍ତମାନ ଆମ ବର୍ଚଣା ବ୍ଲକରେ ଯୋଉମାନେ ସବୁ ଅଛନ୍ତି, ସେମାନେ ଏଇନା ତାଙ୍କ ମନମତିଆ ସବୁ ଚଲାଉଛନ୍ତି। ଆଉ ମାନେ ଏଠି ଯୋଉ ଯାନ ସଞ୍ଚାଳର ରୋକ ରହିଲେ, ଇଏ ତ ମୂର୍ଖ ମାନବ, କିଛି ଜାଣିନାହାନ୍ତି, ତାଙ୍କୁ ବାଡେଇକିନା ଉଠେଇ ଦିଅ। ମାନେ ଏଟା ମାନେ କହିବାକୁ ଗଲେ ମାନେ ଆଦିବାସୀ ଉପରେ ଅତ୍ୟାଚାର, ମାନେ ବାଂଲାଦେଶୀ ଭାବିକି ଆମକୁ ଉଠେଇ ଦେବା ପାଇଁ ବ୍ୟବସ୍ଥା ଚଲେଇଛନ୍ତି। ଆଠାରୁ ଆଉ କଣଟା ଆମେ କହିପାରିବୁ? ସେଇଥିପାଇଁ ଆପଣଙ୍କ ମିଡିଆ ଦାମରେ ସବୁ ଆମର ଜାତି ଭାଇ ମାନଙ୍କୁ ଜଣାଉଛୁ, ଯାହା କରିବେ। ଆଉ ଆପଣମାନଙ୍କୁ ସମସ୍ତଙ୍କୁ ନୂଆ ବର୍ଷର ଅଭିନନ୍ଦନ। ଗତ କିଛି ଦିନ ହେଲାଣି ଯେଉଁ ଓଡ଼ିଶାର ଦାୟିତ୍ୱ, ପିସିସିର ଦାୟିତ୍ୱ ଭକ୍ତଚରଣ ଦାସଙ୍କୁ ଦିଆଯାଇଛି। ୟା ପୂର୍ବରୁ କଂଗ୍ରେସ ଦଳକୁ ଗୋଟେ ଭେଣ୍ଟିଲେଟରରେ ଥିବା ଦଳ ବୋଲି, ଆଇସିୟୁରେ ଥିବା ଦଳ ବୋଲି କୁହାଯାଉଥିଲା। ବିଭିନ୍ନ କାର୍ଯ୍ୟକ୍ରମ ସେ ଦାୟିତ୍ୱ ନେଲା ପରେ ଯେଉଁ ବହନ କରିଛନ୍ତି, ସେଥିରେ କଂଗ୍ରେସ ଦଳ ଚଳଚଞ୍ଚଳ ହେଇଛି। ନିକଟ ଅତୀତରେ ଯେଉଁ ନୂଆପଡ଼ାର ଉପନିର୍ବାଚନ ହେଲା, ସେଥିରେ କଂଗ୍ରେସ ଦଳ ଯଦିଓ ବିଜୟ ବ୍ୟବଧାନରୁ ବହୁ ପଛରେ ଆମେ ରହିଲୁ, କିନ୍ତୁ ବିଜେଡି ଭଳି 25 ବର୍ଷର ଏ ରାଜ୍ୟରେ ଶାସନ କରିଥିବା ଦଳ ତୃତୀୟ ସ୍ଥାନକୁ ଗଲା ଏବଂ କଂଗ୍ରେସ ଦଳ ଦ୍ୱିତୀୟ ସ୍ଥାନକୁ ଆସିଲା। ଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଇଏ ଏକ ପ୍ରମୁଖ ଘଟଣା। ଏ ଯେଉଁ ନୂଆ ବର୍ଷଟି ଆସିଛି, ସେଥିରେ କଂଗ୍ରେସ ଦଳ ନିଶ୍ଚିତ ଭାବରେ ତାଙ୍କର ସାଂଗଠନିକ ଶକ୍ତିକୁ ବଢ଼ାଇବା ପାଇଁ ଦଳ ମଧ୍ୟରେ ଆଲୋଚନା ବିମର୍ଶ ହେଇଛି। ଯେତେ ଚେଷ୍ଟା କରାଯାଇପାରେ, ଯେତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରାଯାଉଛି ୟାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ଦଳର ଆଭିମୁଖ୍ୟକୁ। ଏବଂ ବିଶେଷ କରି ଆପଣ ଯେଉଁ ପ୍ରଶ୍ନ କଲେ, ଆଦିବାସୀ ବହୁଳ ଅଞ୍ଚଳ ମାନଙ୍କରେ କଂଗ୍ରେସ ଦଳର କିଛି ସ୍ଥିତି ରହିଛି। ଆମେ ଯେଉଁ 14ଟି ବିଧାନସଭା ଜିତିଛେ, ସେଥିମଧ୍ୟରୁ ବି 9ଟି ବିଧାନସଭା ହେଉଛି ଆଦିବାସୀ କନଷ୍ଟିଟ୍ୟୁଏନ୍ସି। ତେଣୁ ଆଉ ଯେଉଁ ଆଦିବାସୀ ଅଞ୍ଚଳ ଗୁଡ଼ିକ ବାକି ରହିଲା, ଆମର ଯଦିଓ 33-34ଟି ଆଦିବାସୀ ବିଧାନସଭା ମଣ୍ଡଳୀ ରହିଛି, କିନ୍ତୁ ପାଖାପାଖି 50ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ଭୋଟରଙ୍କର ନିର୍ଣ୍ଣାୟକ ଭୂମିକା ରହିଛି। ଏବଂ ସେହିଭଳି 25ରୁ 35 ନିର୍ବାଚନ ମଣ୍ଡଳୀରେ ଯେଉଁ ଆମର ଦଳିତ ସମ୍ପ୍ରଦାୟର ନିର୍ଣ୍ଣାୟକ ଭୂମିକା ରହିଛି। ୟାଙ୍କୁ ପ୍ରାୟୋରିଟି ବେସିସ୍ରେ ଭାରତୀୟ ଜାତୀୟ କଂଗ୍ରେସ, ସେଇଥିପାଇଁ ୟାର ପୂର୍ବରୁ ଆଦିବାସୀ କଂଗ୍ରେସକୁ ଆଦିବାସୀ କଂଗ୍ରେସ କୁହାଯାଉନଥିଲା, ଆଦିବାସୀ ବିଭାଗକୁ ଏକ ଆଦିବାସୀ ସେଲ୍ କୁହାଯାଉଥିଲା। ପ୍ରଦେଶ କଂଗ୍ରେସ କମିଟି ଭଳି ଆଦିବାସୀ କଂଗ୍ରେସ କମିଟିକୁ ମଧ୍ୟ ଶକ୍ତିଶାଳୀ କରିବା ପାଇଁ ଏଆଇସିସି ପଦକ୍ଷେପ ନେଇଛି ଏବଂ ଆଦିବାସୀ ଅଞ୍ଚଳରେ କଂଗ୍ରେସ ଦଳର ବାର୍ତ୍ତାକୁ ପହଞ୍ଚାଇବା ପାଇଁ ଆହୁରି ଯୁଦ୍ଧକାଳୀନ ଭିତରେ କାମ କରିବା ପାଇଁ ଆମକୁ ନିର୍ଦ୍ଦେଶ ଦିଆଯାଇଛି। ଆମେ ନିଶ୍ଚିତ ଭାବରେ ଆଦିବାସୀ ମାନଙ୍କର ସମ୍ପ୍ରଦାୟର ଲୋକମାନଙ୍କର ଯେଉଁ ଜୋର ଜୁଲୁମ ଚାଲିଛି, ତାକୁ ନିଶ୍ଚିତ ଭାବରେ ସମାଜକୁ ଅଣାହବ।
मीडिया को अणाहब साधारण लोकंकर आलोचना विमर्श भीतर से कथा को अणाहब এবং নিশ্চিত ভাবে আদিবাসী সমাজ সচেতন করিবা পাই কংগ্রেস আদিবাসী সেল কাম করিব। आज जो संपर्क रे आपण प्रेस मीट करथिले आदिवासी को जबरदस्त भारतीय जनता पार्टी आक्रमण करछि काहे कि एम करछि कोन उद्देश्य तांकर स्थानीय राजनीति एथिरे निहित रहिछि जहाँ आम शुणा पाई सेठी सरकारी जगह अनेक अच्छे ये दल तो आम मूलू अभियोग कर आसू जे बीजेपी दल हूँ मनोवादी दल उच्च जातिर दबदबा थी लोकंर दल ए आदिवासी दलित पछुआ संख्या लघु एम कौन स्थान ना कि न्याय विधि व्यवस्था किसी प्रतित्व स्थापन करने निश्चित भाव में आम स्वीकार करूँ से आदिवासी संप्रदाय जो लोक अच्छा सी सरकारी जमी बसवास किंतु सरकार तो नियम रही यार पूर्व से जमी हूँ जंगल जमी जदि कौन आदिवासी दीर्घदिन बसवास कर आवेदन आकार पट्टा देवार व्यवस्था सरकार करने कथा से अधिकार अच्छे सरकार से नियम बनाई नक एमाने तांको बिना नोटिस राति अधर बुलडोजर लगे घर भांगा यहाँ न्याय संगत नुहे आदिवासी स्वार्थ विरोधी एवं ये साधारण लोक स्वार्थ या निश्चित भाव में जनमानस को अणाहब लोकंर भितर आलोचना को अणाहब एवं ये सरकार किभली भाव में साधारण लोक दमन कर पुंजीपति काम कर हाथबारसी भी जनसाधारण भितर अणाहब निश्चित भाव में सब कथा लोकों भितर रखियो एवं तार प्रतिरोध